को हरि बोल का ये लंका स्वर्ण का आदि देकर करके में होई काहे चूड़ा ए चूड़ा ए चूड़ा 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 अन्यथा नुहति क्या पे सत्य नारायण ता मोर गुणग्राही विवेकी पंडित समाज हां हां स्नेहमयी पुराण तो सुनी माँ माने मा माने राज्यटी एते सुंदर सुंदर राज्य एते मनलोभा जे कवि कहिले हां पूर्णमय लंका कटक तुच्छ सब होइजिवो तुच्छ कुबेर अलकापुरटा हार मानिबो आर माने जीव अतीव सुंदर राज्य सुंदर राज्य रे आज्ञा राजा किए राजा क्या आज्ञा जेते सब गड़जात रहिछि हां हां सेठी जने राजांकर शासन चाले आज्ञा गड़जात सब कोठे अछि गड़जात कोठी अछि जानि ना ନାଇଁ ଗଡଜାତ ସବୁ କୋଉଠି କୋଉଠି ଅଛି जेमिति कि हमर नयागड़ ନୟାଗଡ଼ खंडपड़ा गड़ ଖଣ୍ଡପଡାଗଡ଼ रणपुर गड़ ରଣପୁରଗଡ଼ दसपला गड़ ଦଶପଲ୍ଲାଗଡ଼ खोर्धा गड़ ଖୋର୍ଦ୍ଧାଗଡ଼ बड़म्बा गड़ ବଡମ୍ବାଗଡ଼ ଆଠଗଡ଼ ମାଣିକାଗଡ଼ ବୋଲଗଡ଼ ବାଙ୍କଇଗଡ଼ ଟିଟିଲାଗଡ଼ ଦେବଗଡ଼ ରସୁଲଗଡ଼ ନୂଆଗଡ଼ ସାନଗଡ଼ ସୁକିନ୍ଦାଗଡ଼ ହଁ 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 ଏଇ ଯୋଉ ଅଟିଲ ଏବେ ତ ଅନଲଗୋଲ ପାଟିରୁ ଆସୁଛି ନା ଆଉ ସମୟ ମିଳିଥିଲେ କଟକ ନୂଆଗଡ଼ ହାବୁଡି ହଁ ପାରାଦୀପ ନୂଆଗଡ଼ ହାବୁଡି ବାସ୍। 15 ଭିତରେ ଯାଇକି ଲଙ୍କାଗଡ଼ରେ ଚାବଉ ମାନେ ଲଙ୍କା ଗଡକୁ ପଳେଇଥାନ୍ତ ହୁଁ ତୁମେ କଣ ହନୁମାନ ଜୟ ଜୟ ହନୁମାନ ଜୟ ପବନ ନନ୍ଦନ ଏ ମହାବୀର ବଜରଙ୍ଗୀ ହେ ମାରୁତି ପାଦେ କରଇ ବଦନ ଜୟ ଜୟ ହନୁମାନ ଜୟ ପବନ ନନ୍ଦନ ମହାବୀର ବଜରଙ୍ଗୀ ହେ ମାରୁତି ପାଦେ କରଇ ବନ୍ଦନ ଜୟ ଶ୍ରୀରାମ ବାସ୍ ଆଜ୍ଞା ତେଣୁ ଗଡରେ ଜଣେ ରାଜାଙ୍କର ଶାସନ ଚାଲେ ହଁ ହଁ ସେଠି ରାଜା କିଏ ରାଜା କିଏ ଆଜ୍ଞା ରାଜାଙ୍କର ନାମ ହେଉଛି ହଁ ହଁ ପଦମ ଲୋଚନ ରାଜା ପଦ୍ମ ଲୋଚନ ଆଜ୍ଞା ହଁ ରାଜା ଦେଖିବା କେମିତି ଆଜ୍ଞା ତମ ମୁଣ୍ଡ ଖରାପ ହେଲାଣି ସାରେ ଆରେ ରାଜା ସୁନ୍ଦର ନା ସୁନ୍ଦର ସୁନ୍ଦର ଯୁବକ ଟିକେ ଦେଖିଲେ ଆମେ କହୁନେ ହଁ ଇଏ ଦେଖିବାକୁ ରାଜା ପୁଅ ପରି ସୁନ୍ଦର ରାଜା ସୁନ୍ଦର ରାଜା ଦେଖିବାକୁ ସୁନ୍ଦର ସାରେ ରାଜା କଣ ମୋଠୁ ସୁନ୍ଦର କାଇଁ ତମେ ସୁନ୍ଦର ମୁଁ ଜଣେ ସୁନ୍ଦର ନା ଇଏ ମୁଣ୍ଡରେ ଆଉ ଚୂଳ ନାହିଁ ହଁ ଆଉ ରୂପ ତ ଯୋଉ ଭଳିଆ ପାଇଛ ହଁ ପିଲାମାନେ ଦେଖିଲେ ଅନ୍ଧାରେ ବେଟେଣା ହେଇକି ଡରିବେ ବନ୍ଦ କର ଆରେ କାହିଁକି ଓ ଟିଭି କନକ ଟିଭି ଇଏ ସବୁ ଚାରିଟା ଥର ଆଇଲେଣି ଖାଲି ମୋ ଫଟୋ ଉଠେଇ ନେବା ଧୀରେ ଆଜ୍ଞା ଗଡରେ ଜଣେ ହଁ ରାଜାଙ୍କର ଶାସନ ଚାଲେ ହଁ ରାଜା ଦେଖିବାକୁ କେମିତି ସୁନ୍ଦର ଏମିତି ଆଜ୍ଞା କୋଟେସନ ହଉନା କବି ସୂର୍ଯ୍ୟ ବଳଦେବ ରଥ ବା 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 ବିଭିନ୍ନ କବି ମାନଙ୍କର ଲେଖା ଉପସ୍ଥାପନା କରିବା ଗାୟକ ଗାୟିକା ମାନଙ୍କର ଧର୍ମ ନାଇଁ ଠିକ ନା ରାଜା କେମିତି ସୁନ୍ଦର ରାଜା ସୁନ୍ଦର କେମିତି କହିଲେ ସୁନ୍ଦର ପଣରେ ଏ ଚନ୍ଦନ ପରି ଚନ୍ଦନ ଠାରୁ ଶୀତଳ ଅଲାରେ ଚନ୍ଦନ ଠାରୁ ଶୀତଳ ଏ ଶରଣା ପରମା ଜଣା ବିଚକ୍ଷଣ ଲକ୍ଷଣ କେଳଣା ଲା 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 ଲାଲା ଲାଲା କଣ ଆରେ ତମେ ଜାଣିନ ରଙ୍ଗବତୀ ଖାଲି ବସ ନା ନାଚେ ଇଏ ଘୋଡା ନାଚ ସ୍ୱର ପଡିଥିଲା ଆଜ୍ଞା ଇଏ ଘୋଡା ହଉଥିଲା ସିଏ ଘୋଡି ହଉଥିଲା ଇଏ ରଙ୍ଗବତୀ ନାଚୁଥିଲା ମୁଁ ମହୁରୀ ଧରି ଡାଲା ଡାଲା ଲା 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 ଡାଲା ଲା ଦେଖ ଘୋଡା କେମିତି ନାଚୁଛି ହଁ ବୁଝିଲ ରଙ୍ଗବତୀ ନାଚିବ ସମୟ ଆସିଲେ ନାଚିବ ଏବେ ନାଚିବ ରଙ୍ଗବତୀ ଖାଲି ଘୋଡକୁ ବୁଲେଇକି ନାଚିବ ଧୀରେ ଆଜ୍ଞା ହୁଁ ନ ଦେଖି ସୁନ୍ଦର କନ୍ଦରପ କନ୍ଦର୍ପ କନ୍ଦରପ ଆମେ କିଏ ଦେଖିଛେ ନାଇଁ ନାଇଁ ଦେଖି ନାହିଁ ନା କେବଳ କହୁଛେ କନ୍ଦରପ ପରେ ରୂପବନ୍ତ ସାରି କନ୍ଦର୍ପକୁ ଯଦି ଆଜ୍ଞା ମାନେ ସବୁ ଦେଖିଥିବେ ହଁ ତାହେଲେ ଚିହ୍ନି ପାଇ ନାହାନ୍ତି ମୁଁ ଏଇ ଗଲା ଦୋଳରୁ କିଲେ ନେଇଥିଲି କିଣିକି 40 ଟଙ୍କା କଣ କନ୍ଦର୍ପ ବଜାରରେ ବିକ୍ରି ହଉଛି କି ସାରେ ଏବେ ସୁଦ୍ଧା ବୋଲଗଡ଼ ବଜାରରେ ଅଛନ୍ତି ଝୁଡି ଉପରେ ଆଚ୍ଛା ତା ଚିହ୍ନ ବର୍ଣ୍ଣ ସେ ଦେଖିବାକୁ କେମିତି ଆଜ୍ଞା ଏଡେ ଏଡେ ମୋଟା କହିଲା କରି ଆଜ୍ଞା ଆଙ୍ଗୁଠି ମୋଟା ହଁ ଆଜ୍ଞା 40 ଟଙ୍କା କିଲୋ ଆପଣ ଇଚ୍ଛାରେ କିଣିକି ନେବେ କିଲେ ନିଅନ୍ତୁ କି ଅଧ କିଲେ ନିଅନ୍ତୁ ଆପଣ ପୋଡନ୍ତୁ କି ସିଝାନ୍ତୁ ତା ଚୋପା ଛଡେଇ ଖୋସି ଛାଡିଯିବ ହଁ ତାକୁ ଖାଇବେ ଆଜ୍ଞା ଦେଖିବେ କେତେ ମିଠା ସିଏ ପରା କନ୍ଦମୂଳ ସେ କନ୍ଦମୂଳ ମୁଁ କହିଲି କନ୍ଦରପ ନାଇଁ 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 କନ୍ଦରପ ଅଲଗା କନ୍ଦମୂଳ ଅଲଗା କନ୍ଦରପ ପରି ହୁଁ ରୂପବନ୍ତ ଥିଲେ ରାଜା ରାଜା ଚନ୍ଦନ ଠାରୁ ଶୀତଳ ହଁ ହଁ ଖୁବ୍ ଶାନ୍ତ ସ୍ୱଭାବର ବାବା ସେଇଥିପାଇଁ ତଳପାଦରେ କବି ମହୋଦୟ କହିଲେ କଣ କହିଲେ
କହିଲେ ଶରଣାପନ୍ନ ରକ୍ଷଣ ବିଚକ୍ଷଣ ହଁ ରାଜାଙ୍କ ନିକଟରେ ହୁଁ ଯେ କେହି ପ୍ରଜା ବାବା ଶରଣାପନ୍ନ ହେଉଥିଲେ ଠିକ ଠିକ ସେ ପ୍ରଜାକୁ ହଁ ହଁ କୌଣସି ଦଣ୍ଡରେ ଦଣ୍ଡିତ ନ କରି କ୍ଷମା ଗୁଣରେ କ୍ଷମା ପ୍ରଦାନ କରିବାରେ ହଁ ହଁ କେଉଁ ରାଜା ଥିଲେ ବିଚକ୍ଷଣ ସେ ରାଜା ହଉଛନ୍ତି ରାଜା ପଦ୍ମଲୋଚନ ମନେ ରଖିଛି ପ୍ରଜାବତ୍ସଳ ରାଜା ହଁ ହଁ ରାଜାଙ୍କର ହଁ ପାଣ୍ଡିତ୍ୟ ଉପରେ ଟିକେ ଧ୍ୟାନ ଦେଇଦବା ଆସନ୍ତୁ ଆଜ୍ଞା କେତେ ସବୁ ବିଦ୍ୟାଶାସ୍ତ୍ରର ଅବଗାଇଥିଲେ ରାଜା ହଁ କଣ ପଢିଥିଲେ କବି ହେଲେ ଶ୍ରୀହର୍ଷ ଆଜ୍ଞା ଆଜ୍ଞା ବହିର ନାଁଟା ହଁ ନୈଷଧୀୟ ଚରିତମ୍ ବାଉ କହିଲେ ଅମୁଷ୍ୟ ବିଦ୍ୟା ରସନାଗ୍ର ନର୍ତ୍ତକୀ ଶୈବ ନିତାଙ୍ଗ ଗୁଣେନ ବିସ୍ତର ଅଗ୍ରାହତା ଦଶତାନ୍ଦ୍ରିକି ଶୟା ये नवोदय दीपम पृथक जय श्रिया अमुष्य विद्या रसनाग्र नर्तक ବା ଦେ 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 अमुष्य कहले एहांकर ବା विद्या कहले सरस्वती ହଁ ହଁ कहले सरस्वती माँ ବା ବାବା रसनाग्र नर्तकी ବାସେ ବାସେ रसना कहले जिह्वा ଯିବ ରାଜାଙ୍କର ଜିହ୍ବାର ଅଗ୍ରଭାଗର ହଁ ହଁ ନର୍ତକୀ ଥିଲେ ନିଜେ ମା ସରସ୍ୱତୀ ହଁ ତୁଳତଃ ହେଲା ରାଜା ଥିଲେ ଜଣେ ବଡ ପଣ୍ଡିତ ରାଜା ପଣ୍ଡିତ ରାଜା ଥିଲେ ତ୍ରୈବ ନିତାଙ୍ଗ ଗୁଣେନ ବିସ୍ତର ଠିକ ଠିକ ତ୍ରୈବ କହିଲେ ତିନି ତିନି ଅଙ୍ଗ କେତେ ଛଅ ଆଜ୍ଞା ଛଅ ଷଡ଼ାଙ୍ଗ ବୋଲି କୁହାଯାଏ ଷଡ଼ାଙ୍ଗ ବେଦ ହେଉଛି ଚାରି ଚାରି ବେଦ ଋକ୍ ସାମ ଯଜୁ ଅଥର୍ବ ହଁ ହଁ ଚାରି ବେଦରେ ବେଦାଙ୍ଗ ହେଉଛି ଛଅ ଛଅ ବେଦ କଣ ବେଦାଙ୍ଗ ବେଦାଙ୍କ ବେଦ ଛଅ ନୁହେଁ ବେଦ ଚାରି ଚାରି ବେଦ ଚାରି ବେଦରେ ବେଦାଙ୍ଗ ହେଉଛି ଛଅ ଓହୋ ବେଦାଙ୍ଗ ଗୁଡିକ କଣ କଣ ଆଜ୍ଞା ନା ଛନ୍ଦ ଛନ୍ଦ, ନିରୁକ୍ତି ନିରୁକ୍ତି, ବ୍ୟାକରଣ ବ୍ୟାକରଣ, ଜ୍ୟୋତିଷ ଜ୍ୟୋତିଷ, ଶିକ୍ଷା ଆ, ଆଉ ଗଳ୍ପ ଗଳ୍ପ ଇଏ ହଉଛି ବେଦାଙ୍ଗ ଠିକ ତେଣୁ ତ୍ରୈବ ନିତାଙ୍ଗ ଗୁଣେନ ବିସ୍ତର ହଁ ହଁ ଅଙ୍ଗ ଗୁଣେନ ତ୍ରୈବ ରହିବ ତିନି ଗୁଣନ ଛଅ 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 ଛତିରିକି ଆଜ୍ଞା 24 ପାଠରେ କିଛି ପଢିନା କି ପାଠ ପଢୁଛି କଥା କଥା କେଉଁ ପାଠ ହଉନି ନା ପାଠ ତ ପଢିଛ ଉତ୍ତର କାହିଁ ଭୁଲ ହଉଛି ସାର୍ ଶୁଣନ୍ତୁ ପାଠ ପଢିଲା ସମୟରେ ମୋର ଗଣିତ ଭଲ ହବନି ଗଣିତ ଭଲ ହୁଏନି ଗଣିତ ଭଲ ହୁଏନି ହଁ ଆଉ ଇଂଲିଶ ମୋଠୁ ଆସେନି ଗଣିତ ଭଲ ହୁଏନି କି ଇଂଲିଶ ମୋଟା ଆସୁନି ଆସେନି ଆଉ କଣ ପଢୁଥିଲ ମ ଆଉ ସବୁ 100କୁ 100 ମାର୍କ ରଖିଛି କୋଉ ବିଷୟରେ ଭଲ ହଉଥିଲା ଏ ମୋର ଭୂଗୋଳରେ ଭଲ ହଉଥିଲା ଏ ମୋର ସାହିତ୍ୟରେ 100 ରହୁଥିଲା ଏ ମୋର ଭୂଗୋଳରେ ଭଲ ହଉଥିଲା ଏ ମୋର ସାହିତ୍ୟରେ 100 ରହୁଥିଲା କୋଉଦିନ ସିଏ ନାଲି ଓଢଣୀ ବଜେଇ ଦେଲା ସାର୍ ମୋର ସବୁ ଅଙ୍କ ଭୁଲ ହେଇଗଲା ଗଲାରେ ଗଲା ସବୁ ଅଙ୍କ ଭୁଲ ହେଇଗଲା ଗଲାରେ ଗଲା ଧିଟକ 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 ତ